ଅବହେଳିତ ଅବସ୍ଥାରେ ଗୋନାସିକା ହାଟ। କେନ୍ଦୁଝର ଜିଲ୍ଲା ବାଁଶପାଳ ବ୍ଲକ ଅନ୍ତର୍ଗତ ବଣପାହାଡ଼ର ଏକ ଉପାନ୍ତ ଇଲାକାରେ ରହିଛି ଗୋନାସିକା। ଜିଲ୍ଲା ପର୍ଯ୍ୟଟନସ୍ଥଳୀର ଏକ ପ୍ରମୁଖ ସ୍ଥାନ। ଆଦିବାସୀ ସମ୍ପ୍ରଦାୟର ଅଧିବାସୀମାନେ ଏଠାରେ ବସବାସ କରୁଥିବା ଯୋଗୁଁ ଏଠାରେ ଅନେକ ସଂସ୍କୃତି ଓ ପରମ୍ପରା ରହିଛି। ବଣପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଗୋନାସିକା। ସୁନ୍ଦର ଏବଂ ଶାନ୍ତ ପରିବେଶ ମଧ୍ୟରେ ଏହି ଗ୍ରାମରେ ବସବାସ କରୁଥିବା ଲୋକମାନେ ମଧ୍ୟ ଅତି ଶାନ୍ତ ସରଳ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମୁଖ୍ୟ ବଜାର କହିଲେ ଗୋନାସିକାକୁ ହିଁ ବୁଝାଇଥାଏ। ଯାହାର ଯାହା ଆବଶ୍ୟକ ପଡ଼ିଥାଏ ଗୋନାସିକାର ଛୋଟ ବଜାର ଉପରେ ନିର୍ଭର କରିଥାନ୍ତି। ଏହି ଗୋନାସିକାରେ ଏକ ସାପ୍ତାହିକ ହାଟ ମଧ୍ୟ ବସିଥାଏ। ବଣ ଜଙ୍ଗଲର ଜଙ୍ଗଲଜାତ ଦ୍ରବ୍ୟ ଏହି ହାଟରେ ସୁବିଧାରେ ମିଳିପାରୁଥିବା ଯୋଗୁଁ ଏହି ସାପ୍ତାହିକ ହାଟଟି ଖୁବ୍ ଗହଳି ଲାଗିଥାଏ। ଆଉ ଏହି ହାଟରେ ଦୋକାନୀମାନେ ଆସି ଆବଶ୍ୟକ ଜିନିଷ ବିକ୍ରି କରିବା ପାଇଁ ଦୋକାନ ଆଣିଥାନ୍ତି। ଦୋକାନୀମାନଙ୍କର ଭଲ ଲାଭ ମଧ୍ୟ ହୋଇଥାଏ। କିନ୍ତୁ ଦୁଃଖର ବିଷୟ ଯେ ଏହି ଗୋନାସିକା ହାଟ ଉପରେ ପ୍ରଶାସନର ଦୃଷ୍ଟି ଦୂରେଇ ଯାଇଛି। ଏଠାରେ ବସୁଥିବା ସାପ୍ତାହିକ ହାଟର ଚାହିଦା ରହିଥିବା ବେଳେ ହାଟଟି ସମ୍ପୂର୍ଣ୍ଣ ଅବହେଳିତ ହୋଇ ରହିଛି। ବଡ଼ ହାଟଟି ହୋଇଥିଲେ ମଧ୍ୟ ହାଟରେ ଆବଶ୍ୟକ ହାଟପିଣ୍ଡିର ଅଭାବ ଦେଖାଦେଇଛି। ଦୋକାନୀମାନେ ବିନା ପିଣ୍ଡିରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଏ ଅଞ୍ଚଳ ପାଇଁ ଏହି ଗୋନାସିକା ହାଟ ଏକ ମୁଖ୍ୟ ହାଟ ହୋଇଥିଲେ ମଧ୍ୟ ପ୍ରଶାସନର ଶୁଭ ଦୃଷ୍ଟି ନ ପଡ଼ିବା ଅତି ଦୁଃଖଦାୟକ। ଧୀରେ ଧୀରେ ହାଟ ବଢ଼ିବାରେ ଲାଗିଥିବା ବେଳେ ହାଟ ପିଣ୍ଡିର ବଢ଼ିବା ନିହାତି ଆବଶ୍ୟକ। କିନ୍ତୁ ହାଟ ପିଣ୍ଡିର ଅଭାବ ରହିଥିବା ଯୋଗୁଁ ଦୋକାନ ଖୋଲିବାରେ ଦୋକାନୀମାନଙ୍କର ଅସୁବିଧା ହେଉଅଛି। ବର୍ଷା ଦିନରେ ଦୋକାନୀମାନେ ଦୋକାନ ଖୋଲିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗୋନାସିକାରେ ବସୁଥିବା ଏହି ସାପ୍ତାହିକ ହାଟରେ ଅଧିକ ପରିମାଣରେ ହାଟପିଣ୍ଡି କରିବା ନିହାତି ଆବଶ୍ୟକ। ବର୍ଷା ଦିନେ ହାଟପିଣ୍ଡି ନଥିବା ଯୋଗୁଁ ଅନେକ ଦୋକାନୀ ଏଠାକୁ ଆସିନଥାନ୍ତି। ଯଥାଶୀଘ୍ର ଏହି ହାଟରେ ଅଧିକ ପରିମାଣରେ ହାଟପିଣ୍ଡି କରିବା ପାଇଁ ଦୋକାନୀ ତଥା ଗ୍ରାହକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଯଦି ଏହା ନ ହୁଏ ତାହେଲେ ଗୋନାସିକା ହାଟର ଚାହିଦା କମିଯାଇପାରେ ବୋଲି ଅନୁମାନ କରାଯାଉଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ସହିତ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, এবি নিউজ।